ଜାଣିବା ମହାଶିବରାତ୍ରିର ପୂଜାବିଧି, ବ୍ରତ ଉପବାସ ଓ ପୂଜାବିଧିର ସଠିକ୍ ନିୟମ। ଆପଣ ଜାଣନ୍ତି କି ବର୍ଷରେ ଏକମାତ୍ର ଏମିତି ରାତି ଅଛି ଯେଉଁ ରାତିରେ ଭକ୍ତିଭାବରେ ବ୍ରତ ଓ ଜାଗରଣ କଲେ ଜୀବନର ସମସ୍ତ ଦୁଃଖ କଷ୍ଟ ଦୂର ହୁଏ। ହଁ ଆଜ୍ଞା, ସେହି ପବିତ୍ର ରାତି ହେଉଛି ମହାଶିବରାତ୍ରି। ଆଜି ଏହି ଭିଡ଼ିଓରେ ଜାଣିବା ସଠିକ୍ ପୂଜାବିଧି, ବ୍ରତ ଉପବାସର ନିୟମ ଓ କେଉଁ ଭୁଲ କଲେ ପୁଣ୍ୟ ମିଳେ ନାହିଁ। ଭିଡ଼ିଓଟିକୁ ନିଶ୍ଚୟ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ମହାଶିବରାତ୍ରିର ମହତ୍ତ୍ୱ। ମହାଶିବରାତ୍ରି ହେଉଛି ଭଗବାନ ଶିବଙ୍କର ସବୁଠାରୁ ପ୍ରିୟ ଦିନ। ପୁରାଣ ଅନୁସାରେ ଏହି ରାତିରେ ଶିବ ଓ ପାର୍ବତୀଙ୍କ ଦିବ୍ୟ ବିବାହ ହୋଇଥିଲା। ଏହି ଦିନ ଉପବାସ କଲେ ପାପ ନାଶ ହୁଏ, ମନୋକାମନା ପୂରଣ ହୁଏ, ଦାମ୍ପତ୍ୟ ଜୀବନ ସୁଖମୟ ହୁଏ, ସନ୍ତାନ ସୌଭାଗ୍ୟ ମିଳେ। ବ୍ରତ ଉପବାସ ନିୟମ ଆସନ୍ତୁ ଜାଣିବା। ସକାଳେ ବ୍ରହ୍ମ ମୁହୂର୍ତ୍ତରେ ଉଠି ସ୍ନାନ କରନ୍ତୁ, ଶୁଭ୍ର ବସ୍ତ୍ର ପରିଧାନ କରନ୍ତୁ ଏବଂ ବ୍ରତର ସଂକଳ୍ପ ନିଅନ୍ତୁ। ଦିନଯାକ ନିର୍ଜଳ ରୁହନ୍ତୁ କିମ୍ବା ଫଳାହାର ବା ଉପବାସ କରନ୍ତୁ। ମନ ଓ କଥା ଓ କର୍ମରେ ପବିତ୍ରତା ରଖନ୍ତୁ। କ୍ରୋଧ, ମିଥ୍ୟା କଥା ଓ ଅଶୁଭ ଚିନ୍ତାରୁ ଦୂରେଇ ରୁହନ୍ତୁ। ତାପରେ ଜାଣିବା ସଠିକ୍ ପୂଜାବିଧି। ଘରେ ଯଦି ଶିବଲିଙ୍ଗ ଅଛି ତାହେଲେ ପୂଜା କରନ୍ତୁ କିମ୍ବା ମନ୍ଦିରକୁ ଯାଆନ୍ତୁ। ଜଳ, ଦୁଧ, ମଧୁ, ଦହି ଓ ଘୃତ ଦେଇ ଶିବଲିଙ୍ଗରେ ଅଭିଷେକ କରନ୍ତୁ। ବେଲପତ୍ର 3ଟି ପତ୍ର ଥିବା ଏକ ସାଥିରେ 3ଟି ପତ୍ର ଥିବା ବେଲପତ୍ର ଶିବଙ୍କୁ ଅର୍ପଣ କରନ୍ତୁ। ଦୁଦୁରା ଏବଂ ବିଭିନ୍ନ ପ୍ରକାର ଫୁଲ, ଚନ୍ଦନ ଶିବଙ୍କୁ ଅର୍ପଣ କରନ୍ତୁ। ଅକ୍ଷତ ଅର୍ପଣ କରନ୍ତୁ। ଓମ୍ ନମଃ ଶିବାୟ 108 ଥର ଜପ କରନ୍ତୁ। ରାତିରେ 4 ପ୍ରହରରେ ପୂଜା କଲେ ବିଶେଷ ଫଳ ମିଳେ। ଜାଗରଣ କରି ଭଜନ କୀର୍ତ୍ତନ କରନ୍ତୁ। ଆସନ୍ତୁ ଜାଣିବା କ'ଣ ଭୁଲ କରିବେ ନାହିଁ। ଭଙ୍ଗା ବେଲପତ୍ର ଦିଅନ୍ତୁ ନାହିଁ। ତୁଳସୀ ପତ୍ର ଶିବଙ୍କୁ ଅର୍ପଣ କରନ୍ତୁ ନାହିଁ। ମାଂସ, ମଦ୍ୟପାନ ଓ ତାମସିକ ଖାଦ୍ୟକୁ ପରିତ୍ୟାଗ କରନ୍ତୁ। ଯଦି ଆପଣ ସତ୍ୟ ଭକ୍ତିରେ ମହାଶିବରାତ୍ରି ପାଳନ କରିବେ ତେବେ ଭଗବାନ ଶିବ ନିଶ୍ଚୟ ଆପଣଙ୍କୁ ଆଶୀର୍ବାଦ କରିବେ। କମେଣ୍ଟରେ ଲେଖନ୍ତୁ ହର ହର ମହାଦେବ। ଏହି ଭିଡ଼ିଓଟିକୁ ଲାଇକ୍, ସେୟାର ଓ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ହର ହର ମହାଦେବ।